ମାରଣ ତନ୍ତ୍ରପେଷଣର ଅଙ୍ଗେ ନିଭା ଅନୁଭୂତି। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ଓଡ଼ିଆ ତାନ୍ତ୍ରିକ ଷ୍ଟୋରୀକୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ଗୋଟେ ଏମିତି ଅଙ୍ଗେ ନିଭା ଅନୁଭୂତି କହିବାକୁ ଯାଉଛି ଯାହାର କ୍ରିୟା ମାରଣ ତନ୍ତ୍ର ଉପରେ ପର୍ଯ୍ୟବେସିତ। ଆଉ ଏଇଟା ମୋ ନିଜର ଘଟଣା, ସତ ଘଟଣା। ଆମ ମାମୁଁ ଘର କଥା। ମାମୁଁ ଘର ଗାଁରେ ତନ୍ତ୍ରପେଷଣ ଗୋଟେ କମନ କଥା। ଅନ୍ୟତ୍ର ଝଗଡ଼ାଝାଟି ଲାଗିଲେ ଲୋକ ପୋଲିସ, ଆଇନ କିମ୍ବା କୋର୍ଟର ଦ୍ୱାରସ୍ଥ ହୁଅନ୍ତି, କିନ୍ତୁ ଆମ ମାମୁଁ ଘର ଗାଁରେ କଳି ଝଗଡ଼ା ଲାଗିଲେ ଲୋକ ଗୁଣିଆ ତାନ୍ତ୍ରିକମାନଙ୍କର ଦ୍ୱାରସ୍ଥ ହୁଅନ୍ତି। ଏଠି ଅଧିକାଂଶ ଲୋକ ଅନ୍ୟର ସଫଳତାକୁ ସହ୍ୟ କରିପାରନ୍ତିନି। ଯଦି କିଏ ଭଲ ଗାଡ଼ି କିଣିଦିଏ କି ଭଲ ଘର ତୋଳିଦିଏ, ତା ପଛରେ ଲାଗି ଲୋକ ତାକୁ ବର୍ବାଦ କରିଦିଅନ୍ତି। ତା ଉପରେ ତନ୍ତ୍ରମନ୍ତ୍ର ପ୍ରୟୋଗ କରିକିରି ବର୍ବାଦ କରିଦିଅନ୍ତି। ଆଜକୁ 5 ବର୍ଷ ତଳର କଥା। ସେତେବେଳେ ବଡ଼ ମାମୁଁ ବଡ଼ ମାଇଁ ଅଜା ଚାଲିଯିବା ପରେ ସମସ୍ତ ସମ୍ପତ୍ତି ବାଣ୍ଟ ନ କରି ଏକୁଟିଆ ନେବେ ବୋଲି କହିଲେ। ଅଜା ଯାହା କିଛି ସୁନା ଗହଣା ରଖିଥିଲେ ସେମାନେ ତାଙ୍କ ଉପରେ ତନ୍ତ୍ର ପ୍ରୟୋଗ କରି ସବୁ ଅକ୍ତିଆର କରିନେଲେ। ସେ ଯେତେ ଅନ୍ୟାୟ ଅନୀତି କଲେ ବି ଲୋକ ତାଙ୍କୁ କିଛି କୁହନ୍ତିନି। ଅଜା ବି କିଛି କୁହନ୍ତିନି, କାରଣ ସେମାନେ ବାଘାତାନ୍ତ୍ରିକ ପାଖକୁ ଯାଆନ୍ତି। ବାଘାତାନ୍ତ୍ରିକ ମୁରୁଗାନ ଦେବୀଙ୍କୁ ଘରେ ରଖି ପୂଜା କରେ। ସେ ଦିନକୁ ରାତି କହିଲେ ଲୋକ ତା କଥାରେ ସହମତ ହେବା ପାଇଁ ବାଧ୍ୟ। ଯଦି ଏମିତି ନ ହୁଏ ତେବେ ବାଘା ଲୋକମାନଙ୍କୁ ମାରିଦିଏ। ବାଘା ଗୁଣିଆ କାହା ମୁହଁରେ ଜବାବ ଦିଏନି, କେବଳ ତନ୍ତ୍ରମନ୍ତ୍ରର ସାହାରା ନେଇକରି ଜବାବ ଦିଏ। ଗ୍ରାମଦେବୀ ଦେବତାଙ୍କୁ ସେ ବନ୍ଦୀ କରି ରଖିଥାଏ। ଗ୍ରାମଦେବୀ ବି ତା କଥାରେ ଉଠ ବସ ହୁଅନ୍ତି। ଗ୍ରାମଦେବୀଙ୍କୁ ସେ ଯାହା କହେ ସେ ତାହା କରିବା ପାଇଁ ବାଧ୍ୟ ହୁଅନ୍ତି। ବଡ଼ ମାମୁଁ ବଡ଼ ମାଇଁ ପ୍ରାୟ ତା ପାଖକୁ ଯାଇକରି ଜିନିଷ ଆଣନ୍ତି। ଆମେ କଥା ଅନେକ ପଡ଼ୋଶୀ ଲୋକଙ୍କ ଠାରୁ ଶୁଣିବାକୁ ପାଇଲୁ। ମୋ ମାମୁଁ ବହୁତ କଷ୍ଟ କରି ଗୋଟେ ଜମି ରଖିଥିଲେ। ଯେବେ ସେଠାରେ ସେ ଘର ତୋଳିବା ପାଇଁ ବାହାରିଲେ, ବଡ଼ ମାମୁଁ କ'ଣ କଲେ କେଜାଣି ଘର ଆଉ ତୋଳି ହେଲାନି। ଯାହା ପଇସା ଥିଲା ରାତାରାତି ମାଟି ହେଇଗଲା। ସକାଳ ହେଲେ ଯେଉଁ ଟ୍ରଙ୍କରେ ପଇସା ରଖିଥିବେ, ଦିନ ହେଲେ ମାଟି ଗୋଡ଼ି ହେଇଯାଏ, ଆଉ ରାତି 12 ବାଜିଲେ ପୁଣି ଟଙ୍କା ହେଇଯାଏ। ଏମିତି ଲଗାତାର 6 ମାସ ପର୍ଯ୍ୟନ୍ତ ଚାଲିଲା। ଯେତେ ଚେଷ୍ଟା କଲେ ବି ସେ ପଇସାକୁ ଖର୍ଚ୍ଚ କରି ହେଲାନି। ସେତେବେଳେ ମୁଁ ଉତ୍ତରପ୍ରଦେଶରେ ତନ୍ତ୍ରବିଦ୍ୟା ଶିଖୁଥାଏ। ମାମୁଁଙ୍କର 2ଟି ଝିଅ। ନିଜ ଘର ତୋଳି ସାରିବା କାମ ସରିଲେ ସେମାନଙ୍କ ବାହାଘର ପାଇଁ ଚିନ୍ତା କରିବେ ବୋଲି ଚାହିଁଥିଲେ। ହେଲେ ତନ୍ତ୍ରମନ୍ତ୍ରର ପ୍ରଭାବରେ ସବୁକିଛି ବିଗିଡ଼ିବାକୁ ଲାଗିଲା। ତାଙ୍କର ଫେରିବାଲା ଦୋକାନ। ଏଇ ତନ୍ତ୍ରମନ୍ତ୍ର ପ୍ରୟୋଗ ହେଲା ଦିନଠାରୁ ଜମାରୁ ବେପାର ଚାଲୁନଥାଏ। ଭଗବାନ ଶିବଙ୍କ ପାଖରେ କାନ୍ଦି ବୋବେଇ ଯାହା ଯେତିକି ବେପାରରେ ଆସୁଥାଏ, ତାହା ଘର ଚଳେଇଲା ବେଳକୁ କଷ୍ଟ। ତାଙ୍କ ଗାଁରେ ରାତି ହେଲେ ମାଟି ହାଣ୍ଡି ଆକାଶରେ ଉଡ଼େ। ତାକୁ କହନ୍ତି ହାଣ୍ଡିଆ ମୁଠ। ଏହା ଏକ ପ୍ରକାରର ଏମିତି ତନ୍ତ୍ରବିଦ୍ୟା ଯାହାର ପ୍ରୟୋଗ ଅନ୍ୟକୁ ଜୀବନରୁ ମାରିବା ପାଇଁ କରାଯାଏ। ଅନେକ କିଛି ସେମାନେ କ୍ଷୟକ୍ଷତି ସହ୍ୟ କରିଯିବେ। ଯେବେ ଧୈର୍ଯ୍ୟର ସୀମା ଟପିଲା, ଆମ ଘରକୁ ମୋତେ ଖବର ଆସିଲା। ଏସବୁ ଶୁଣି ମୁଁ ଉତ୍ତରପ୍ରଦେଶରୁ ଆନ୍ଧ୍ର ଗଲି। ଆମ ମାମୁଁ ଘର ଭିତରକୁ ପ୍ରବେଶ କରୁ କରୁ ଜଣା ପଡ଼ିଗଲା ଯେ ସେଠି କିଛି ଶକ୍ତିଙ୍କୁ ଜଗିଆ ହେଇଛି, ଯେଉଁମାନେ ପ୍ରତିକ୍ଷଣ ତାଙ୍କ ଘରର କଥା ଗୁଣିଆକୁ ଜଣାଉଛନ୍ତି। ମୋ ଗଳାରେ ଗୁଡ଼ାଏ କବଚ ପଡ଼ିଥାଏ। ତାଙ୍କ ଘରେ ପାଦ ଦଉ ଦଉ ସବୁ ଶକ୍ତି ସାଇଡ୍ ହେଇଗଲେ, ଆଉ ତାଙ୍କ ଘରେ ପ୍ରବେଶ କରୁ କରୁ ସେମାନେ ଏକଦମ ଆନନ୍ଦ ଅନୁଭବ କଲେ। ତାଙ୍କ ମୁଣ୍ଡ ଉପରେ ଯେଉଁ ତନ୍ତ୍ରବିଦ୍ୟାର ପ୍ରଭାବରେ ନକାରାତ୍ମକ ବୋଝ ଥିଲା, ତାହା ହାଲକା ଲାଗିଲା। ଆଉ ସମସ୍ତେ କହିଲେ ଯେ ତୁ ଆସୁ ଆସୁ ଭଲ ଲାଗିଲା। ଆମ ଆଈ ସେଠି ମନ କଷ୍ଟ କରି ବସିଥାଏ। ଖିଆପିଆ ସରିଲା। ବଡ଼ ମାମୁଁ ଘର ଲୋକ ଜାଣିଲେ ଯେ ମୁଁ ଆସିଛି, କିନ୍ତୁ ସେମାନେ ମୋତେ ଡାକିଲେନି କି ମୁଁ ବି ସେଠିକି ଗଲିନି, କାରଣ ସେମାନଙ୍କ ସହ ଆମର ପଡ଼େନି। ଆମର ମାମୁଁ ଘର ଗାଁରେ ରାତି 8 ହେଲା ବେଳକୁ ଲୋକ ଖାଇ ପିଇ ଶୋଇପଡ଼ନ୍ତି। ଆମେ ସମସ୍ତେ ଶୋଇଛୁ। ରାତି ପାଖାପାଖି 9 ହେବ। ତାଙ୍କ ଘର ସ୍କାଇଲାଇଟ୍ରେ 2ଟି ବଡ଼ ବଡ଼ ଆଖି ଆମକୁ ଅନେଇ ଥିବାର ଦେଖାଗଲା। ସେ ଆଖିର ରଙ୍ଗ ଏକଦମ ଲାଲ। ଲାଗୁଥାଏ ଯେମିତି 2ଟି ଲାଲ ରଙ୍ଗର ଜିରୋ ଲାଇଟ୍ ବଲ୍ବ କିଏ ଲଗେଇ ଦେଇଛି। ସେତେବେଳେ ମୋତେ ରାତିରେ ଏତେ ନିଦ ହୁଏନି, କିନ୍ତୁ ସେଠି ନିଦ ହେଇଯାଇଥିଲା। କେହି ଜଣେ ଅନେଇଛି ବୋଲି ମୋତେ ହଠାତ୍ ଘୋଡ଼ା ରଡ଼ି ଶବ୍ଦ ଶୁଭିଲା। ମୋର ନିଦ ଭାଙ୍ଗିଲା। ଯେମିତି ମୁଁ ନଜର କଲି ମୋର ବୀର କଙ୍କଣକୁ। ମୋ ହାତରେ ଥିବା ବୀର କଙ୍କଣ ଥରି ଥରିକିରି ସାଉଣ୍ଡ ହେଉଥାଏ।
ମୁଁ ଏଣେ ତେଣେ ଅନେଇଲା ବେଳକୁ ଦେଖିଲି ସ୍କାଇଲାଇଟ୍ ପାଖରେ କେହି ଜଣେ ଅନେଇଛି। ବୀରମାନଙ୍କୁ କହି ସେ ସ୍ଥାନକୁ ଯେଉଁ ଶକ୍ତି ଆସିଥିଲା ତାକୁ ସେଇଠି ବନ୍ଦୀ କରିଦେଲି ଆଉ ତାକୁ ବାରିପଟେ ଥିବା ପିଜୁଳି ଗଛରେ ନେଇ କଣ୍ଟା ପିଟି ବନ୍ଦୀ କରିଦେଲି। ଆଗାମୀ ଦିନ ବଡ଼ ମାମୁଁ ବାରିପଟକୁ ଆସିଥାନ୍ତି। ଅବଶ୍ୟ ସେ ପାଖାପାଖି ନ ଆସି ଦୂରେଇକିରି ଠିଆ ହେଇ ଦେଖିଲେ ମୁଁ ବାରିପଟକୁ ଯାଇ ମୁହଁ ଧୋଉଥାଏ। ସେ ମୋତେ ଦେଖି ଚୋର ଭଳି ମୁହଁ ବୁଲେଇକିରି ପଳେଇଗଲେ। ସେଦିନ ସଂକ୍ରାନ୍ତି ଶନିବାର ଏକ ଦିନରେ ପଡ଼ୁଥିବାରୁ ଲୁହା କଣ୍ଟାକୁ ଅଭିମନ୍ତ୍ରିତ କରି ମାମୁଁ ଘର ଚାରିପଟେ ପୋତିଲି, ଯେମିତି ଅନ୍ୟ କୌଣସି ଶକ୍ତି ସେଠାକୁ ଆସିପାରିବ ନାହିଁ। 2 ଦିନ ଛାଡ଼ି ରାତି 11 ବେଳକୁ ସେ ସ୍ଥାନରେ ଗୋଟେ ବଡ଼ ବୋମା ଫୁଟିଲା ଭଳି ଶବ୍ଦ ହେଲା। ଯେହେତୁ ସେପଟେ ପାହାଡ଼ି ଇଲାକା, ଏଣୁ ପାହାଡ଼ ଭାଙ୍ଗିବା ପାଇଁ ବୋମା ଫୁଟାଯାଏ। କିନ୍ତୁ ସେ ସ୍ଥାନରେ ବୋମା 3 ଥର ଲଗାତାର ଫୁଟିଲାରୁ ମୋତେ ସନ୍ଦେହ ହେଲା। ଆଗାମୀ ଦିନ ସକାଳୁ ସକାଳୁ ଗାଁ ଦାଣ୍ଡରେ ଲୋକ ଏକଦମ ଭିଡ଼। କାରଣ ଗୋଟେ ମାଟି ହାଣ୍ଡି ଉପରେ ନିଆଁ ଜଳୁଥାଏ ଆଉ ତାହା ମାମୁଁ ଘର ସାମ୍ନାରେ ରାସ୍ତା ଉପରେ ପଡ଼ିଥାଏ। ଗାଁ ଲୋକ ସମସ୍ତେ ଏକାଠି ହେଇ ଦେଖୁଥାନ୍ତି। ରାତି 5ରୁ ଉଠି ଆମେ ଯାଇ ଦେଖିଲୁ ଯେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି ଆଉ ସେମାନେ ତେଲୁଗୁରେ କଥା ହେଉଥାନ୍ତି। ମାମୁଁଙ୍କୁ ପଚାରିଲି କ'ଣ ହେଇଛି। ମାଇଁ କହିଲେ ଯେ କେହି ଜଣେ ହାଣ୍ଡିଆ ପ୍ରୟୋଗ କରି ମାରିବା ପାଇଁ ଚେଷ୍ଟା କରିଛି। ମୁଁ ପଚାରିଲି କାହାକୁ? ସେ କହିଲେ ଯାହା ଘର ଆଗରେ ଥିବ। ତାହା ମାମୁଁ ଘରଙ୍କ ଆଗରେ ହିଁ ଥିଲା। ମୁଁ ବୁଝିଗଲି। ମାଇଁ କହିଲେ କି ଭଗବାନଙ୍କ ଦୟାରୁ ଆମେ ବଞ୍ଚିଗଲୁ, ନହେଲେ କାଲି ରାତିରେ ହିଁ ହାଣ୍ଡିଆ ମାରିଦେଇଥାନ୍ତା। ତାଙ୍କର କିଛି ଲୋକାଲ ଗୁଣିଆଙ୍କ ସହ କଥାବାର୍ତ୍ତା କଲା ପରେ ଜାଣିବାକୁ ମିଳିଲା ଯେ ହାଣ୍ଡିଆ ହେଉଛି ଗୋଟେ ପ୍ରକାରର ମୁଠ ମାରଣ ତନ୍ତ୍ର, ଯାହାକୁ ମାରିବା ପାଇଁ ପ୍ରୟୋଗ କରାଯାଏ। ସେମାନଙ୍କୁ ପ୍ରତିକାର ପଚାରିଲାଙ୍କୁ ସେମାନେ ମନା କଲେ ଯେ ଏହା ଅଣଲେଉଟା। ମୁଁ ପଚାରିଲି ଏଇଟା କେତେ ସମୟ ଭିତରେ ମାରିପାରେ? ସେ କହିଲେ ଯେ ଯେଉଁ ରାତିରେ ଚଲିଆ ହେବ ସେଇ ରାତିରେ ହିଁ ସେ ମାରିଦେବ। ମୁଁ ପଚାରିଲି ତେବେ ମାରିପାରିଲାନି କାହିଁକି? ସେମାନେ ମନା କଲେ ଯେ ଜାଣିନାହାନ୍ତି ବୋଲି। ମୁଁ ଘର ଚାରିପଟ ବୁଲିକି ଦେଖିଲା ବେଳକୁ ସେ ଲୁହା କଣ୍ଟା ଏକଦମ ତରଳି ଯାଇଛି। ମୋର ଅନୁମାନ ଠିକ୍ ଥିଲା ଯେ ଘର ବନ୍ଧନ ଯୋଗୁଁ ହିଁ ମୁଠ ପ୍ରବେଶ କରିପାରିଲେନି। ମୁଁ ପୁଣି ଲୁହା କଣ୍ଟା ଅଭିମନ୍ତ୍ରିତ କରି ଘର ଚାରିପଟେ ପୋତିଲି। କିନ୍ତୁ ଗୋଟେ ଦିନ ପରେ ଗାଁରେ ପୁରା ଗହଳି ଚହଳି। ଗାଁକୁ ବାଘାତାନ୍ତ୍ରିକ ଆସିଛି। ବାଘାତାନ୍ତ୍ରିକ ଆସି ବାରିପଟେ ବୁଲୁଥାଏ। ସେ ଗଛ ପାଖକୁ ଆସିବାକୁ ଚାହୁଁଥାଏ, ଯେଉଁ ପିଜୁଳି ଗଛରେ ମୁଁ ତା ଶକ୍ତିକୁ କଣ୍ଟା ପିଟି ବନ୍ଦୀ କରିଥିଲି। ହେଲେ ତାଟି ଲାଗିଥିବା କାରଣରୁ ସେ ଆସିପାରୁନଥାଏ। ମୁଁ ଖାଇସାରି ସେତେବେଳେ ହାତ ଧୋଉଥାଏ। ଦେଖିଲି ଯେ ବଡ଼ ମାମୁଁ ଆଉ ବାଘାତାନ୍ତ୍ରିକ ଉଭୟ ଆମ ମାମୁଁ ଘର ଆଡ଼କୁ ଚାହିଁଛନ୍ତି। ଆଉ ସେତିକି ବେଳେ ମୁଁ ହାତ ଧୋଇ ଛାତ ଉପରକୁ ଯାଇ ଠିଆ ହେଇଛି। ବାଘା ସେଇଠି ଠିଆ ହେଇକିରି ଭୂମି ଉପରେ କିଛି ବାଡ଼ି ସାହାଯ୍ୟରେ ଆଙ୍କିଲା। ମୁଁ ବୁଝିଗଲି ଯେ ସେ ବାଣ ମାରିବା ପାଇଁ ଯନ୍ତ୍ର ଆଙ୍କୁଛି। ମୋର ଯେହେତୁ କବଚ ଥାଏ, ତେଣୁ ମୁଁ ବିନା ଟେନସନରେ ଠିଆ ହେଇକିରି ଦେଖିଲି। ସେ ଯେବେ ଯନ୍ତ୍ର ଆଙ୍କିକି ବାଣ ଛାଡ଼ିଲା, ସେତେବେଳେ ମୁଁ ସେଇ ଦିଗକୁ ମନ୍ତ୍ର ପଢ଼ି ଫୁଙ୍କ ମାରିଦେଲି ଆଉ 3 ଥର ଛେପ ପକେଇଦେଲି। ସେଇ କ୍ଷଣି ବାଘା ସେଇଠି ନିଜ ଛାତିରେ ହାତ ଦେଇ ଗଛକୁ ଆଉଜି ବସି ପଡ଼ିଲା ଆଉ ସେ ସ୍ଥାନରୁ ପଳେଇଗଲା। ସବୁ ବାଟରେ ଯେବେ ବିଫଳ ହେଲେ ଗାଁରେ ଯାହାକୁ ଗ୍ରାମ ଦେବୀ କହନ୍ତି, ଯାହାକୁ ଗ୍ରାମ ଦେବୀ ଲାଗନ୍ତି, ତାକୁ ଲଗେଇ ମୋ ବିଷୟରେ କହିଲେ ମୁଁ କୁଆଡ଼େ ୟାଙ୍କର ଗାଁର ଅସୁବିଧା କରିବାକୁ ଆସିଛି। ତାଙ୍କ ଗାଁରେ ସଭା ବସିଲା, ମୋତେ ଡକେଇଲେ। ସେ କ'ଣ କେଜାଣି କହିଲେ, ତାଙ୍କ ଭିତରେ ତେଲୁଗୁରେ କଥା ହେଲେ ମୁଁ କିଛି ବୁଝିପାରୁନଥାଏ। ମୋ ମାମୁଁ ମୋତେ କହିଲେ ଯେ ଏମାନେ କହୁଛନ୍ତି ୟାକୁ ଗାଁରୁ ବାହାର କରିଦିଅ, ନହେଲେ ମାରିଦେବୁ, ନିଆଁ ପାଣି ବାସନ୍ଦ କରିଦିଆଯିବ। ତାଙ୍କ ଭିତରେ 2-3 ଜଣ ଲୋକ ବହୁତ ଅଧିକ ପାଟିତୁଣ୍ଡ କରୁଥିଲେ। ମୁଁ ହାଫ୍ ପ୍ୟାଣ୍ଟ ପିନ୍ଧିକି ଯାଇଥାଏ। ମୁଁ ମାମୁଁଙ୍କୁ କହିଲି କି ତାଙ୍କୁ କୁହ ମୁଁ 10 ମିନିଟ୍ ଭିତରେ ପ୍ୟାଣ୍ଟ ସାର୍ଟ ପିନ୍ଧିକିରି ଆସେ। ମୁଁ ଘରକୁ ଆସିକିରି ଚନ୍ଦ୍ରିକା କପାଳକୁ ଆବାହନ କରି ପଚାରିଲି କି ଘଟଣା କ'ଣ? ସିଏ ମୋତେ କହିଦେଲା କି ୟାଙ୍କ ଗ୍ରାମ ଦେବୀଙ୍କୁ ବାଘାତାନ୍ତ୍ରିକ ଧରିକିରି କାମ କରୁଛି। ଯେହେତୁ ଗ୍ରାମ ଦେବୀଙ୍କୁ ବନ୍ଦୀ କରିକି ରଖିଛି, ଏଣୁ ବାଘାତାନ୍ତ୍ରିକର କଥାରେ ଗ୍ରାମ ଦେବୀ ଲୋକଙ୍କ ମନ ଉଚ୍ଚାଟ କରିଦେଇଛନ୍ତି। ଆମ ମାମୁଁ ଘର ଆଡ଼େ ଗୋଟେ
कल्चर थाए कि सेमाने ग्राम देवी किंबा ग्राम देवतांको धंडा नचेत फूल दांड दुआरे टांगती दृष्टि न पड़िबा पई। मु माई को पचारिलारू से मते देखैले आ मु सेई धंडा नुआ माटी हांडी गोटे बड़ माटी दीप सालुकना आ अनेक किछि पूजा सामग्री धरिकी गली बारीपटकू। गोटे गछ मूल गोबर पानी पकई लिपिदेली आ सेठी भूमि उपरे वशीकरण जंत्र कुंकुमरे आंकी धंडा रखिदेली। आ किछि समय सेठी पूजा करिवा मात्रे ही 4 मिनिट भितरे धूली उडेकी तांको ग्राम देवी आसिले से स्थान को। आ सेई स्थान रे आसी पहुंचीवा मात्रे ही तुरंत माटी हांडी घोड़ई देली। सेई माटी हांडी भितरे बड़ दीप जलुथाए। मु मोर फुल पैंट सार्ट पिंधिकी सम्मोहन मुदी पिंधिकी से सभा को गली। सेठिकी जीवा परे सबु लोकंकर कथावार्ता शुणिली। सेठी बड़ मामू थांती ग्राम सभा मोहिनी मंत्र पढ़िकी फुंक मारिबा क्षणी से स्थान रे समस्ते मोहित हवा को लगिले। आ मो विरुद्ध जो माने कहूथले से माने नॉर्मल हो गले। सेपटे मु ग्राम देवी को बारीपटे बंदी कर दे आसथाए। एतिकी बेले बाघातांत्रिक से स्थान रे ठिया होइकरी जेते मंत्र गुणु गुणु होउथाए ता किछि भी काम करू न थाए। देखु देखु जेते बड़ झगड़ा कले भी ताहा हम फेवर रे गला। आ समस्ते नीरव होइकरी जेझा घर को पळैले। संध्या हेला बेले मोर पूजा बसैकरी ग्राम देवीर मुख बंधन फिटेइली पाद बंधन फिटेइली। आ तापरे तांको गोटे कलसी भितर बंदी करिकरी रखिली। आमे समस्ते संध्या बेले दांड द्वारे दौड़ी खटिया पकई बसी कथावार्ता हौ। गोटे सिक्का उपरे हांडी रखी जने लोक धरी आम सामना देई गला। आम मामू घर गाँ लोक समस्ते देखु थांती किंतु भयरे केही किछि कहू न थांती। तांको सह बड़ मामू गला परी देखा जाउ थाए। मु मामू को पचारली बोधे ये बड़ मामू जाउछंती। मामू कहले हाँ। मु पचारली कुआडे जाउछंती। से भारी गंभीर स्वर रे कहले जे हांडिया मुठ काहा ऊपर चलेबा पाई बोधे जाउछंती। आमे जे स्थान रे बसिथिलु सेई आग रास्ता देई गला बेले कला रंगर वस्त्र पिंधिकरी चिता चैतन्य काटिकरी बेकरे 4-5टी माला पकईकरी बाघातांत्रिक गला। आउ आमे जो स्थान रे बसी थाउ आम आड़ को चाही निज बाम गोड़ रे गार टाणिला। सेई पाखरे गोटे तुलसी गछ उठी थाए ताकू बाम गोड़ आंगुठी रे ओपाड़िला आ ताकू नेइकरी गला। ए सब देखिकरी मते भारी राग लागिला। मु मने मने चिंता कली कि ना ये सळे क्षमा योग्य नुहंती। याकू छाड़िले माने कोनोसी विषधर सर्प ठारू कम नुहंती। आज छाड़ीबिनी मारदेवी। आज रात्रि ही एमानू मारदेवी। ई रागरे गली हलदी तेल लगेइकरी गाधैली। हनुमान ठाकुर को आवाहन करिकरी तांकर पूजा कली। तांको ग्राम देवी को पूजा करी जगेइली। मामू घर लोकों को कहली तमे आज बिल्कुल से घर भितर बाहरिबनी। अन्य गोटे घरे मु पूजा करथाए। होम कुंड लगेइकरी होम कली। अष्ट दिगपाल को भोग दे संतुष्ट कर सारिबा परे बजरंग बाणर प्रयोग कली। माटी हांडी भितरे जल रखी जल दर्पण तैयारी कली। से जल भितरे स्पष्ट दिशु थाए से माने कौन करुथांती। बाघा श्मशान रे चिता उपरे निया लगेई मद आउ कला राशि आहुति देउ थाए। एपटे बजरंग बाण को पूर्ण चैतन्य करी देखिली। जल दर्पण भितरे देखागला जे हांडी उपरे चितारू निया आसी बसिला। आउ से हांडी ऑटोमेटिक धीरे धीरे ऊपर को उठिला। एतिक बेले हाड़ उपरे हाथ काटी रक्त बली देई बजरंग बाण पेसिली आ मंत्र जप करी चलली। बजरंग बाण जेबे गला घटघटी मारला। जल दर्पण रे दिशु थाए जे बाघा एकदम भयभीत कारण से जो स्थान रे बसी थिला से स्थानर चारियाडे शियाला कुकुर ताकू घेरिकी रही थांती। आ तार हांडी जहा ऊपर को उठीथिला सेठी फुटिकरी छिनछत्र हो गला। ता बेकरे पड़िथिबा माला सबु छिड़ी गला। सेठी श्मशान रे बसी ता पाटीरू रक्त गड़ीबा को लागिला। आ ता गोड़ दुईटी बुली गला। सेठी सेई क्षणी से मरिगला। एसबू देखिकी बड़ मामू सेठू दौड़ी दौड़ी पलि आसिले। मु सेतबेलू क्रोधरे प्रचंड रागरे दंड बाण गोड़ को पेसिली। तांकर गोटे गोड़ अकामी करदेली। आ जहा जेमिति करिकरी से घर को पलि आसिले।
ତାଙ୍କ ଗ୍ରାମ ଦେବୀଙ୍କୁ ବନ୍ଦୀ କରି ରଖିଥିଲି। ତାକୁ ପ୍ରୟୋଗ କରିକିରି କର୍ମବନ୍ଧନ ଲକ୍ଷ୍ମୀ ବନ୍ଧନ କରିଦେଲି। 5 ଦିନ ରଖିକିରି ପଳେଇ ଆସିଲି ସେଠୁ। ଆଜି ବି ତାଙ୍କର କର୍ମବନ୍ଧନ ଲକ୍ଷ୍ମୀ ବନ୍ଧନ ଫିଟି ପାରୁନି 5 ବର୍ଷ ବିତିବା ପରେ ବି। ଆଉ ଅନେକ ତାନ୍ତ୍ରିକ ଗୁଣିଆ ପାଖକୁ ଯାଇଥିଲେ କିନ୍ତୁ କେହି ବି ତାଙ୍କ ଗୋଡ଼ ଭଲ କରିପାରୁନାହାନ୍ତି। ବର୍ତ୍ତମାନ ସେ ସର୍ବଶାନ୍ତ ହୋଇଗଲେଣି। ତେବେ ଆଜି ପାଇଁ ଭିଡ଼ିଓଟି ଏତିକି। ଆଶା କରୁଛି ଆପଣଙ୍କୁ ଏହି ରିଏଲ୍ ଷ୍ଟୋରିଟି ଭଲ ଲାଗିଥିବ। ଯଦି ରିଏଲ୍ ଷ୍ଟୋରିଟି ଭଲ ଲାଗିଛି ଏଇଭଳି ଷ୍ଟୋରି ଶୁଣିବା ପାଇଁ ଆପଣ ଆମ ଚ୍ୟାନେଲ୍ ଓଡ଼ିଆ ତାନ୍ତ୍ରିକ ଷ୍ଟୋରିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।